ବୃନ୍ଦାବନେ ବଂଶୀ କେ ବଜାଇଲା, ଏକା ରାଧା ରାଧା ନାମ ଗାଇଲା। ରାଧେ ରାଧେ। ରାଧା ମାଧୁର୍ଯ୍ୟରେ ଭରା ନାମ, ସମର୍ପଣର ପ୍ରତୀକ ଏହି ନାମ। ଯୁଗେ ଯୁଗେ ଶାଶ୍ୱତ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଛି ରାଧାଙ୍କ ପ୍ରୀତିକୁ। ଯେଉଁ ପ୍ରୀତିରେ ପାଇବାର ଲେଖ ମାତ୍ର ଆଶା ନଥାଏ, ବରଂ ଥାଏ ପ୍ରେମ ସ୍ପନ୍ଦନକୁ କେବଳ ଦେବାର ଆନନ୍ଦ। ଏହାକୁ ମଧ୍ୟ ଆଧ୍ୟାତ୍ମିକ ସାଧନାରେ ଚରମ ଅବସ୍ଥା ବୋଲି ସାଧୁସନ୍ଥମାନେ ଦର୍ଶାଇଛନ୍ତି। ସେମାନଙ୍କ ରଚିତ ବିଭିନ୍ନ ଶାସ୍ତ୍ର, ପୁରାଣ ଏବଂ ଧର୍ମଗ୍ରନ୍ଥରେ ରାଧାଙ୍କ ପ୍ରେମ ଏଭଳି ଶାଶ୍ୱତ ନିଃସ୍ୱାର୍ଥପର ଯେ ଦର୍ଶକବନ୍ଧୁ ସେଠାରେ ପ୍ରେମାସ୍ପଦଙ୍କୁ ପାଇବାର ଆଶା ମଧ୍ୟ ବିଲୀନ ହୋଇଯାଇଛି। କେବଳ ଶୁଦ୍ଧ ପ୍ରେମ ଦେହ, ପ୍ରାଣ, ମନ, ହୃଦୟ ଏବଂ ଆତ୍ମା ପ୍ରତିଟି ସ୍ତରରେ କେବଳ ପରିପୂର୍ଣ୍ଣ ସମର୍ପଣର ଭାବ। ଏହି ପରମ ଅବସ୍ଥାଟିରେ ଭକ୍ତ ଭଗବାନ ମଧ୍ୟରେ କିଛି ପାର୍ଥକ୍ୟ ରହେ ନାହିଁ ବୋଲି କୁହାଯାଇଛି। ବୋଧହୁଏ ଏଇଥିପାଇଁ ରାଧା ଏବଂ କୃଷ୍ଣ ଏକ ଏବଂ ଅଭିନ୍ନ ବୋଲି ଦର୍ଶାଯାଇଛି। ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ବେଦାନ୍ତ ସାର ଗୁପ୍ତ ଗୀତାରେ ଲେଖିଥିଲେ, ପ୍ରକୃତି ପୁରୁଷ ଅଭିନ୍ନ ଶ୍ରୀ ରାଧାକୃଷ୍ଣ ବିନିଜନ କରନ୍ତି ନିତ୍ୟ ମହାରାସ ସେବେନି ପ୍ରକୃତି ପୁରୁଷ। ପୁଣି କୁହାଯାଇଛି ଯେ ରାଧା ହେଉଛନ୍ତି ପ୍ରେମମୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି। ସେହି ଶକ୍ତିର ସଂସ୍ପର୍ଶରେ ଆସି କୃଷ୍ଣ ଧରୁଥିବା ଖଣ୍ଡେ ବାଉଁଶରୁ ଝରି ପଡ଼ୁଥିଲା ଦିବ୍ୟ ବଂଶୀର ମଧୁର ମୂର୍ଚ୍ଛନା। ଯେଉଁ ମୂର୍ଚ୍ଛନାରେ କେବଳ ଗୋପୀ ନୁହନ୍ତି, ସମଗ୍ର ଗୋପପୁରବାସୀ ଆନନ୍ଦରେ ଅଧୀର ହୋଇ ଯାଉଥିଲେ। କେବଳ ମଣିଷ ନୁହନ୍ତି, ବୃକ୍ଷଲତା, ଗାଈ ଗୋରୁ, ଅନ୍ୟାନ୍ୟ ଜୀବଜନ୍ତୁ ସମସ୍ତେ ହତଚକିତ ହୋଇ ଉଲ୍ଲସିତ ହେଉଥିଲେ ଶ୍ରୀକୃଷ୍ଣଙ୍କ ମଧୁର ବଂଶୀ ସ୍ୱନରୁ। ତେଣୁ ଦର୍ଶକ ବନ୍ଧୁ, ବୈଷ୍ଣବମାନେ ବିଶ୍ୱାସ କରନ୍ତି ଯେ ପରମାତ୍ମାଙ୍କ ସହ ମିଳନ ଲାଗି ନିଜକୁ ରାଧା ହେବାକୁ ପଡ଼ିବ, ଅର୍ଥାତ୍ ରାଧା ଭାବରେ ପ୍ଲାବିତ ହେବାକୁ ପଡ଼ିବ। ପୁଣି ଦର୍ଶକ ବନ୍ଧୁ, କୃଷ୍ଣ ପ୍ରାପ୍ତି ଲାଗି ସେହି ରାଧାଙ୍କୁ ଭଜିବାକୁ ପଡ଼ିବ। ରାଧା ଯାହାକୁ ସକଳ ଶକ୍ତିର ଆଧାର ଭାବେ କୁହାଯାଇଛି, ତାଙ୍କ କୃପା ବିନା କୃଷ୍ଣ ପ୍ରାପ୍ତି ଅସମ୍ଭବ। ଏହାର ଏକ ସୁନ୍ଦର ଉଦାହରଣ ହେଉଛି ଦିନକର କଥା। ଶ୍ରୀକୃଷ୍ଣଙ୍କୁ ଖୁବ୍ ଜୋରରେ ଭୋକ ଲାଗୁଥାଏ। ସେ ରୁକ୍ମଣୀଙ୍କ ଏହି କଥା କହିବା ମାତ୍ରେ ମାତା ରୁକ୍ମଣୀ ସଙ୍ଗେ ସଙ୍ଗେ ରୋଷେଇ ହୋଇଥିବା ଅନ୍ନ ବ୍ୟଞ୍ଜନକୁ ଆଣି ପରସି ଦେଲେ। ଖାଦ୍ୟ ଗରମ ଥିବାରୁ ପ୍ରଭୁ ଭୋକ ନ ସମ୍ଭାଳି ସଙ୍ଗେ ସଙ୍ଗେ ଭୋଜନ ଆରମ୍ଭ କରିଦେଲେ। ଗରମ ଖାଦ୍ୟ ଖାଇବା ଦ୍ୱାରା ତାଙ୍କ ଛାତି ଭିତରେ ଜ୍ୱଳନ ଅନୁଭବ କରି ବହୁତ କଷ୍ଟ ଲାଗିବାରୁ ତାଙ୍କ ମୁହଁରୁ ରାଧେ ରାଧେ ଶବ୍ଦ ବାହାରି ଆସିଲା। ତାହା ଶୁଣି ରୁକ୍ମଣୀ ପଚାରିଲେ, ପ୍ରଭୁ, ମୋ ପାଖରେ କ'ଣ କମ୍ ଅଛି ଯେ ଆପଣଙ୍କ ହୃଦୟରୁ ରାଧାଙ୍କ ନାମ ଉଚ୍ଚାରଣ ହୋଇ ବାହାରି ଆସୁଛି? ପ୍ରଭୁ ଟିକେ ହସିଦେଇ କହିଲେ, ଦେବୀ, ତୁମେ ଏକଥା ଥରେ ଯାଇ ରାଧାଙ୍କୁ ପଚାରି ଆସ। ଦେବୀ ରୁକ୍ମଣୀ ପ୍ରଭୁଙ୍କ ମୁଖରୁ ଏଭଳି କଥା ଶୁଣି ପରଦିନ ସକାଳେ ରାଧାଙ୍କୁ ଦେଖା କରିବାକୁ ବାହାରିଲେ। କିଛି ସମୟ ପରେ ଶ୍ରୀ ରାଧାଙ୍କ ନଅର ପାଖରେ ପହଞ୍ଚିଲେ। ଦେଖିଲେ ସାମ୍ନାରେ ଜଣେ ଅପୂର୍ବ ସୁନ୍ଦରୀ ନାରୀ। ରୁକ୍ମଣୀ ମନରେ ଭାବିଲେ, ଇଏ ତାହେଲେ ରାଧାରାଣୀ ହୋଇଥିବେ। ନିଶ୍ଚୟ କିଛି ପଚାରିବା ପୂର୍ବରୁ ସୁନ୍ଦରୀ ନାରୀ ଜଣକ ତାଙ୍କ ଆଡ଼ୁ କହିଲେ, ମୁଁ ଶ୍ରୀ ରାଧାଙ୍କର ଜଣେ ଦାସୀ। ଆପଣ 7 ଦୁଆର ପାର ହେଲା ପରେ ତାଙ୍କୁ ଭେଟି ପାରିବେ। ଏହାପରେ 7 ଦୁଆର ପାର ହେଲା ପରେ ମାତା ରୁକ୍ମଣୀ ତାଙ୍କୁ ଭେଟିଲେ। ଦେଖିଲେ ଅପୂର୍ବ ଦିବ୍ୟ ସୁନ୍ଦରୀ। ସେ ତାଙ୍କ ପାଦ ଛୁଇଁବା ପୂର୍ବରୁ ଶ୍ରୀ ରାଧା ଅଭିନନ୍ଦନରେ ତାଙ୍କୁ କୋଳାଗ୍ରତ କରି ଆଦର ସହ ବସିବାକୁ କହିଲେ। ମାତା ରୁକ୍ମଣୀ ବସିବା ପରେ ଲକ୍ଷ୍ୟ କଲେ ରାଧାରାଣୀ କିଛି କଷ୍ଟ ଅନୁଭବ କରୁଛନ୍ତି ଏବଂ ଦେଖିବାକୁ ପାଇଲେ ଦେହ ସାରା ଫୋଟକା ହୋଇଯାଇଛି। ଏସବୁ ଦେଖି ରୁକ୍ମଣୀ ପଚାରିଲେ, ଏସବୁ କେମିତି ହେଲା? ରାଧା କହିଲେ, କାଲି କାହ୍ନା ପ୍ରବଳ ଭୋକରେ ଏତେ ଉତ୍ତପ୍ତ ଭୋଜନ କରିଥିଲେ ଯେ ଏହା ହିଁ ତାର ପରିଣାମ। କାରଣ ତାଙ୍କ ହୃଦୟରେ ମୁଁ ଅଛି। କଷ୍ଟ ସମୟରେ ଯିଏ ଯାହାର ହୃଦୟରେ ଥାଏ ସେ ତାଙ୍କରି ନାମ ହିଁ ନେଇଥାନ୍ତି। ଶ୍ରୀକୃଷ୍ଣଙ୍କୁ ପଚାରିଥିବା ଉତ୍ତର ମାତା ରୁକ୍ମଣୀ ବୁଝିପାରିଲେ ଏବଂ ଶ୍ରୀ ରାଧାଙ୍କୁ ଗଳାରେ ଲଗାଇ ଫେରିଲେ। ଏଣୁ ଦର୍ଶକ ବନ୍ଧୁ, ପ୍ରଥମେ ଆସେ ରାଧାଙ୍କ ନାମ, ତାପରେ ଶ୍ରୀକୃଷ୍ଣ। ତେଣୁ କୃଷ୍ଣ ଭକ୍ତଙ୍କ ପାଇଁ ଭଗବତ ପ୍ରାପ୍ତି ମହାମନ୍ତ୍ର ହେଉଛି ରାଧେ ରାଧେ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।